ସାଜିଛି ରାଷ୍ଟ୍ରୀୟ ବାଳ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ। ଅନେକ ଶିଶୁ ପାଉଛନ୍ତି ନୂଆ ଜୀବନ। ଗଞ୍ଜାମ ଜିଲ୍ଲାର ବିଭିନ୍ନ ବ୍ଲକରୁ ଆସିଥିବା 19 ଜଣ ହାର୍ଟରେ ଜନ୍ମଗତ ତ୍ରୁଟି ଥିବା ଶିଶୁମାନେ ଚିକିତ୍ସା ପାଇଁ ଚେନ୍ନାଇ ସ୍ଥିତ ଆପୋଲୋ ଶିଶୁ ହସ୍ପିଟାଲକୁ ଯାଇଛନ୍ତି। ଏହି କାର୍ଯ୍ୟକ୍ରମରେ ସିଡିଏମଓ ଡାକ୍ତର ଭବାନୀ ଶଙ୍କର ମିଶ୍ର, ଏଡିପିଏଚଓ ଏଫଡବ୍ଲ୍ୟୁ ଡାକ୍ତର କାମେଶ୍ୱର ରାଓ, ଡିଏମଓ ଡାକ୍ତର ବିଶ୍ୱମ୍ବର ବେହେରା, ଶିଶୁ ବିଶେଷଜ୍ଞ ଡାକ୍ତର ବିଜୟ ପାଣିଗ୍ରାହୀ, ଡାକ୍ତର ଆର୍ ଜଗଦୀଶ, ଡିପିଏମ୍ ଶ୍ରୀ ବୁଲୁନାଥ ସାହୁ, ଡିଏମ୍ଆରସିଏଚ୍ ପ୍ରଶାନ୍ତ କୁମାର ବରାଳ ଉପସ୍ଥିତ ରହି ପିଲାମାନଙ୍କ ଆଶୁ ଆରୋଗ୍ୟ କାମନା କରିଥିଲେ। ସମସ୍ତ କାର୍ଯ୍ୟକ୍ରମକୁ ଆରବିଏସ୍କେ ମ୍ୟାନେଜର ସୁଶ୍ରୀ ଲୋପାମୁଦ୍ରା ମିଶ୍ର ପରିଚାଳନା କରିଥିଲେ। ସିଡିଏମଓ ଡାକ୍ତର ଭବାନୀ ମିଶ୍ର ସମସ୍ତ ପିଲାମାନଙ୍କ ଅପରେସନ ଆରବିଏସ୍କେ ମାଧ୍ୟମରେ ମାଗଣାରେ ହେବ ବୋଲି କହିଥିଲେ ଏବଂ ପିଲାମାନଙ୍କ ସମସ୍ତ ଚିକିତ୍ସା ତଥା ତଦାରଖ କରିବା ପାଇଁ ଡାକ୍ତର କିରଣ କୁମାର ପଣ୍ଡିତ ବୋମକେଇ, ଡାକ୍ତର ସତ୍ୟନାରାୟଣ ପଳେଇ ଶେରଗଡ଼ ସେମାନଙ୍କ ସହ ଚେନ୍ନାଇ ଯାତ୍ରା କରିଛନ୍ତି।